କାଙ୍କଡ ଏଡା ସବୁ ନଷ୍ଟ ହେଇଯାଉଛି ଆଉ। ହଁ ମାଲ ପାଣି ନେଇଯାଉଛି। ହଁ ମାଲ ପାଣି ନେଇଯାଉଛି। ମାସକୁ ଏବେ କେତେ କରୁଛି ଆପଣଙ୍କର? 4। ହେଟା ପୁଣି ଡିଡବ୍ଲ୍ୟୁକୁ ଦେଉଛି ନା ନିଜେ ଡବ୍ଲ୍ୟୁ ପୁରେଇ ଦେଉଛି ପ୍ରଶାନ୍ତ? ସିଏ ଭଗବାନ ଜାଣିଥିବେ। ସିଏ ଦେଉନଥିବ ସାର୍। ସିଏ କୋଉଠି ଦଉଥିବ ମ? ନା କିନ୍ତୁ ଡିଡବ୍ଲ୍ୟୁଟା ବଢ଼ିଆ ଥିଲା। ହୁଁ ସାରା ମାନିତେ ପଡ଼ିବ। କ'ଣ ନାଁ ଥିଲା? ରୁଦ୍ର ରୁଦ୍ରପ୍ରସନ୍ନ ପରିଜା। ସେ କାହାଠୁ ନିଏନି ପ୍ରାୟ। ନାଇଁ ସିଏ ଯୋଉ ଗୁଡାକ ଟିକେ ତାର ଅତି ଫେଟଫୁଲି ଲୋକ। ମାନେ ପ୍ରେଷ୍ଟିଜ୍ କସସ୍। ହଁ ଆଉ ଇଏ ପ୍ରଶାନ୍ତ କୁମାର ସାହୁ ଏ ଶଳା ଛାଡ ଦରିଦ୍ର ଭଳିଆ ଏଇଟା। ତାହେଲେ ଆପଣଙ୍କର ରିପେୟାର ମେଣ୍ଟେନାନ୍ସ ଉପରେ କେତେ ସାର୍ ଦେଲେଣି ଅନ୍ୟ ସ୍କୁଲ? ଅନ୍ୟ ସ୍କୁଲ ମୁଁ ଗୁଡେ ଖର୍ଚ୍ଚ କରିନାହାନ୍ତି ପଇସା। 15-20 ହଜାର ଲେଖା ଖର୍ଚ୍ଚ କରିଛନ୍ତି। କ'ଣ ଡରିକିରି? ମୁଁ ପୁରା ସ୍କୁଲ ଟାକୁ ନୂଆ କଲର କରିଦେଲି। ହଁ ହଁ ହଁ। ଆଉ ଯାହା ଯୋଉଠି ରିପେୟାର ଥିଲା ଆଉ ଟଙ୍କା 50,000 ଅଛି ଯେ ସିଏ କହୁଛି ମୁଁ ଏଠୁ 30 ନେବି। 30,000? ଡାଇରେକ୍ଟ କହୁଛି? କହୁଛି 30,000 ଦିଅ। କହିଲି ସିଏ କହିଲେ ଏଇ ଯୋଉ କାଜୁଆଲ ଡ୍ରେସ ତମେ କେତେ ଯାଏ ଦଉଛ? ମୁଁ କହିଲି 20। ନା ତମର ସେତେବେଳେ ଆଇଥିଲା 1,00,000 ବୋଲି ତମେ କହୁଥିଲ 20। ବର୍ତ୍ତମାନ 1.5 ଲକ୍ଷ ହେଇଛି ମାନେ 30 ଦବ ନା ଆଉ। ଆଚ୍ଛା କାଜୁଆଲ ଡ୍ରେସ୍ ପାଇଁ ଆସିଲାନି କି ହଷ୍ଟେଲର? ନାଇଁ ନା ଆମର ଆସିନି। ହାଇସ୍କୁଲ ଗୁଡା କହୁଛନ୍ତି ଦେଇଛି ନା ଆମ ଇଏରେ ଦେଇନାହାନ୍ତି କାହିଁ। ଆମକୁ ବି ତ ଦେଇନାହାନ୍ତି। ନା ମାସ ଏଜୁକେସନକୁ ଦେଇନାହାନ୍ତି। ଗଲା ବର୍ଷ ତ ଆସିନି। ନାଇଁ ତ ଏଇ ଦେବନି। ଆଉ ଦବନି ବୋଧେ ସରକାର। ନାଇଁ ଏଇଟା ଗଲା ଛାଡ଼ନ୍ତୁ। ସିଏ 25 ବର୍ଷ ସରକାର ଇଆଡ଼ୁ ସିଆଡ଼ୁ କରୁଥିଲା ଆଉ। ତାହେଲେ 30 ଦେବା ସମ୍ଭବ? 30,000 ଆଜ୍ଞା ଲକ୍ଷରେ 30,000 ଆପଣ କ'ଣ କରିବେ? ଧାନ ବିକିବେ? ଏଇ କଥା ବା ମୁଁ ବର୍ତ୍ତମାନ ଚିନ୍ତାରେ ପଡିଛି। ଆପଣଙ୍କର ସଂଗଠନଟା ଟିକେ ଦୁର୍ବଳ ହେଇଗଲା ସାର୍। ସଂଘ ନାହିଁ। ସଂଘ ନଥିବାର ଏଇ ଅବସ୍ଥା ହେଉଛି। ସଂଘ ଥିଲେ ସାରା ଅଫିସର ମାନେ ଉଁଚୁ ହେବେନି। ସଂଘ ଦୁର୍ବଳ ହେଇଗଲା। ସଂଘ ଦୁର୍ବଳ। ଏଇଥିରେ ଆମ ସଂଘଟା ସାରା ବେଛା ବୁଝିଆ ସଂଘଟା। ନାଇଁ ସଂଘ ନାହିଁ। ଏତେ ନେବାରେ ଗୋଟେ ସୀମା ଅଛି ନା ଆଉ। ଲକ୍ଷରେ ଆଜ୍ଞା 10,000 କି 15,000 କହିଲା ଦୋସରା କଥା। ନାଇଁ ଲକ୍ଷରେ 5 ଅଧିକ ନାହିଁ। ଲକ୍ଷରେ 5,000 ନେବ। ଲକ୍ଷରେ 30 ନେଲେ ସେ କେତେ ଖର୍ଚ୍ଚ କରିବ, କେତେ ଖାଇବ, କେତେ ଧାନ ଦେବ, ଅଫିସିଆଲି କେତେ ଅଡିଟି। ସେତେ କଥା। ମାନେ ହଷ୍ଟେଲ ପଇସା ମାସକୁ ନେବ 4,000 ସମସ୍ତଙ୍କଠୁ। ଆଉ କାନ୍ତୁଲୁ ନଉଥିବ ଗୋଟେ ସେତିକି ଅଧିକା ନଉଥିବ। ନା ଏତେ ପିଲା କେମିତି ସାର୍ ସେତିକି ହେବ? ତାଙ୍କର ଏତେ ଟ୍ରାଞ୍ଜାକ୍ସନ୍। ତାଙ୍କର ଅଧିକା ନଉଥିବ। ମାନେ ଇଆର ଟ୍ରାନ୍ସଫର ବି ନାହିଁ। ଟ୍ରାନ୍ସଫର ଅଛି ନା ନାହିଁ କ'ଣ? ଆଉ କେବେ ଯିବ? ମୋର ଆଉ ବର୍ଷେ ସାରେ ବୁଝିଲେ କି? ତେଣୁ ସିଏ ବି କହୁଥିଲା କ'ଣ ଆମେ କି ଆଉ ରହିବୁ କହୁଛି ସଦାବେଳେ। ଅବଶ୍ୟ ତାକୁ କ'ଣ ଭିଡିଓ ଗୁଡାକ ଡାହାଣ ହାତ କରି ରଖିଯାନ୍ତି। ଏଇଟା ଟିକେ ଆକ୍ଟିଭ ଲୋକଟା। ମାନେ ଖାଉଛୁ ଅଫିସିଆଲି କାମ କରୁଛି ଖାଉଛି ଆଉ। ତେଣୁ ସବୁଥିରେ ମ୍ୟାନେଜମେଣ୍ଟ ଏଟାକୁ ଦଉଛନ୍ତି ନା ଆଉ। ହେଲେ ବି ତ 3 ବର୍ଷ ହେଇଯାଇଥିବ। 3 ବର୍ଷ ହେଇଯାଇଥିବ। ତେଣୁ ଏମଏଲଏ ଫେମଏଲଏ ବି ହାତରେ। ଏମଏଲଏ ହାତରେ ମାନେ ସେଟା ଗୋଟେ କାରଣ ଅଛି ଆଉ କ'ଣ?